সহিতে সুবଳରେ পরবেশ কাঠরে গোড় বাঁধি রহিলে রঘু শিষ্য প্রহরী মানে জগাইଛନ୍ତି স্থানে স্থানে সজল সগুন্ডি হুড়া জলে অনুক্ষণে উজাগর হইল বুলন্তি বিভীষণ রাম পাশে জগিଛନ୍ତି সানুজ লক্ষ্মণ মহারাজ সেই যোদ্ধাধারী মানবদয় সমুদ্রে সেতুবন্ধ প্রতিষ্ঠা করে বর্তমানে সুবলগিরি রাশি উপস্থিত হয়েছেন মহারাজ এবং আপনার কনিষ্ঠ ভ্রাত বিভীষণ শ্রদ্ধা সভ্যতা জাগ্রত প্রহরী ভাবে উদীয়মান হয়েছেন মহারাজ।
ମହାରାଜ ସଦା ସର୍ବଦା ତାଙ୍କର ସାନୁଜ ଭ୍ରାତୃବୀର ଲକ୍ଷ୍ମଣ ଜାଗ୍ରତ ପ୍ରହରୀ ଭାବେ ଉଜାଗର ହୋଇଛନ୍ତି ମହାରାଜ। ଏହା ଶୁଣି ରାବଣ ହୋଇଲା ବିରସ କୈଳହୀନ ଦୀପାବଳି ପରାଏ ଦଶାସ୍ୟ ରାବଣ ଛାମୁରେ ଏହା ତ୍ରିଜଟା ଶୁଣିଲା ଶ୍ରୀରାମ ବିଜୟ କଲେ ସୀତାଙ୍କୁ କହିଲା ଅତି ଦରିଦ୍ର ଯେହ୍ନେ ପାଇଲେ ବହୁ ଧନ କିଏ ବା ମୃତ୍ୟୁ ପିଣ୍ଡରେ ପ୍ରବେଶ ଜୀବନ ଅମଳ କମଳ ନେତ୍ରୁ ଅଶ୍ରୁ ଉଣା ହେଲା କାହିଁଛନ୍ତି ପଚାରନ୍ତେ ସୁବଳେ କହିଲା ହନୁମାନଙ୍କୁ ଚିରାୟୁ ବାଞ୍ଚି ଠାକୁରାଣୀ ଅନଙ୍ଗ ନରେନ୍ଦ୍ର ଏହୁ ରସରେ ବଖାଣି ଚାର ମୁଖୁ ବାର ତାସୁ ହୀନ ଦଶ ଶିର ଆଜ୍ଞା ଦେଲା ସାଜିବାକୁ ଯୁଦ୍ଧ ଉପଚାର ଚାରି ଦ୍ୱାର ନିର୍ବନ୍ଧକ ଦିନ ଜଗାଇବା ସୀତା ପାଶ କୁହ ଦେଖ ରାକ୍ଷସୀ ବେଶିବା ମହାରାଜ ରାମ ତାହେଲେ ସମୁଦ୍ରରେ ସେତୁବନ୍ଦୀ ସୁବଳୟରେ ପ୍ରବେଶ କରିଛି ନା? ଆଜ୍ଞା ମହାରାଜ। ହେଲେ ଶାର୍ଦୁଳ ମହାରାଜ ଆମେ ବର୍ତ୍ତମାନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା। ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ମହାରାଜ। ହଁ ଶାର୍ଦୁଳ ଠିକ ଅଛି ମହାରାଜ। ସମସ୍ତ ବୀର ବୀର ସୈନ୍ୟ ମାନଙ୍କୁ ନେଇ ଏ ଲଙ୍କାଗଡ଼ର ଚାରିଦ୍ୱାରରେ ଉପସ୍ଥିତ କରାଅ। ଶାର୍ଦୁଳ ମହାରାଜ ବାକି ବଳିଷ୍ଠ ରାକ୍ଷସଙ୍କୁ ସୀତାଙ୍କ ନିକଟକୁ ପେଶି ଦିଅ। ଆଇନ୍ତୁ ଅନ୍ତି ଆନରସ ଶୁଣ ସୂର୍ଯ୍ୟଜନ ଆଇ ସୁପସାରରେ ଡକାଇ ଲଙ୍କାର ରାଜନ ଆଇ ତୁମ୍ଭେ ବେନି ଜଳ ଶିଖେ ସୁବଳ ଗିରିରେ ଆଇ ପଡ଼ିଆ ସବଳ ସେନା ସୈନ୍ୟ ସହିତରେ ଏ ସୁଖସାରଣ ମନ୍ତ୍ରୀ ରାମ ସାଗରରେ ସେତୁବନ୍ଦୀ ସୁବଳଗିରିରେ ପ୍ରବେଶ କରିଛି ମହାରାଜ ହେଲେ ତାର ସୈନ୍ୟ କଳନା କରିବା ପାଇଁ ତୁମେ ଦୁଇ ମନ୍ତ୍ରୀ ତାର ନିକଟକୁ ଯାଅ। ତାର ସୈନ୍ୟ ସହିତ ଆମର ସୈନ୍ୟ ମାନଙ୍କୁ ଆମେ ସଜାଗ କରାଇବା। ଆଜ୍ଞା ମହାରାଜ। ଆଇ ବେନି ମନ୍ତ୍ରୀ ହୃଦୟରେ କରନ୍ତି ବିଚାର ବୁଦ୍ଧିରେ ଉଡ଼ା ହେଲାଣି ଦଶ କନ୍ଧର ଆଇ ମନ୍ତ୍ରୀ ବିଚାର କରି ନ ବେଶିବାର ଉଡ଼ା ଏତେ ଭାରି ଗଲେ ବେନି ରହି କପି ଛଡ଼ା ବୁଝିଲୁ ଭାଇ ସାରଣ हाँ कोस तो भाई ଆମର ଦଶାନନ ଆମେ ହଉଛି ତାଙ୍କର ମନ୍ତ୍ରୀ ଦ୍ୱୟ କିନ୍ତୁ ତାଙ୍କର ବୁଦ୍ଧି ଜ୍ଞାନ ଭଳି ଆଉ କିଛି ନାହିଁ ଭାଇ। ठीक है ये गया ଆମେ ମନ୍ତ୍ରୀ ଆମକୁ ଦ୍ରୁତ ହିସାବରେ ସୈନ୍ୟ ଗଣନା କରିବା ପାଇଁ ସୁବଳୟା ଗିରିକୁ महाराजा का आदेश
କରିବାକୁ ପଡିବ। ବୁଦ୍ଧି ଜ୍ଞାନ ସବୁ ହଜିଗଲାଣି। ଆଉ କଣ କରିବା କୁହ? ହଉ ଚାଲ, ରାଜାଙ୍କ ଆଦେଶ ନା, ଚାଲ ସୈନ୍ୟ ଗଣନା କରି ଫେରି ଆସିବା। ଚାଲ। ଆଇ ମର୍କଟ ରୂପ ଧରିଲ ଆଗରେ ପଶିଏ ଆଇ ସୁବଳ ଧୀରେ ସୈନ୍ୟ ମଣିଏ କୃଷ୍ଣାଦିନ ସେ ଶୋଇ ଭକ୍ତିର ଅନନ୍ତ ସଜ୍ଜାରେ ଥିବା ନାରାୟଣ ମୂର୍ତ୍ତି ଅନୁସର ଧରି ବୀର ସୁମିତ୍ରା କୁମାର শোভা পাউছন্তি যথা রাজে পক্ষীধর সুগ্রীব মন্ত্রী কি ঘেনি করন্তি বিচার বিভীষণ বুদ্ধিতে হই উজাগর সারণଙ୍କୁ ଚିଠି ବେଗେ ବନ୍ଧାଇଲେ ବିନାଶ ହତେ ରବି ପ୍ରକାଶ ହୋଇଲେ ଜୟରାମ ମନ୍ତ୍ରୀ ସୁକ ଏ ସାରଣ ଏ ରୂପକୁ ମର୍କଟ ରୂପକୁ ଧାରଣ କରି ଏ ସଭା ମଧ୍ୟରେ ବସିଛନ୍ତି କିପରି? ଏହାଙ୍କୁ ନିଶ୍ଚିତ ଧରିବି, ନିଶ୍ଚିତ ଧରି ମୋର ପ୍ରଭୁଙ୍କୁ ମୁଁ ଜଣାଇଦେବି। ସୁକ ସାରଣ ସୁକ ଏ ସାନ ମହାରାଜ, ଆପଣ ଆମକୁ ଚିହ୍ନି ପାରିଲେ? ଆରେ ତୁମେ ଯୋଉ ଅସୁର, ମୁଁ ସେଇ ଅସୁର ନା। ତୁମକୁ ଯୋଉ ମାୟା ଜଣା, ମତେ ବି ସେ ମାୟା ଜଣା। ଆରେ ତେମେ ମର୍କଟ ରୂପକୁ ଧାରଣ କରିଛ କିପରି? ଏ ସଭା ମଧ୍ୟରେ ପ୍ରବେଶ କରିଛ ନା? ତୁମକୁ ନିସ୍ତାର ନାହିଁ। ତୁମକୁ ଧରି ମୋର ପ୍ରଭୁଙ୍କୁ ମୁଁ ଜଣାଇଦେବି, ତୁମକୁ ବନ୍ଦନାରେ ନେବି। ଯାହା ବି ତମର ବଡ ଭାଇ ଆସ, ସିଏ। ଆସ। ଯାହା କହିଲେ ବେଟା। ଆଇ ନିତ୍ୟ କର୍ମ ବଢାଇନ ରଘୁକୁଳ ପତି ସୁଗ୍ରୀବାଦୀ ଘେନି ସଭା କରି ବସିଛନ୍ତି ସୁଗ୍ରୀବକୁ ଆଉଜି ଅଙ୍ଗ ଦେ ଅଙ୍ଗ ଭାର ହନୁମନ୍ତ ପାଦ ପଦ୍ମ ମଞ୍ଚାରେ ସଧୀର ଲକ୍ଷ୍ୟନାଶକ କାଣ୍ଡକୁ ଲକ୍ଷ୍ମଣ ସଳଖି ତେଣେ ରାମ କିଛି ଢାଳି ଦେଇଛନ୍ତି ଆଖି କନକ ମୃଗ ଛାଲରେ ଅଙ୍ଗ ଠେସ ଦେଇ ବୃକ୍ଷପତି ଶପତାଙ୍କ କହନ୍ତି ବୁଝାଇ ସୁଖସାରଣଙ୍କୁ ଘେନି ଏହି ସମୟରେ ଛାମୁରେ ପ୍ରବେଶ କରୁ ଦୃଷ୍ଟି ତାଙ୍କ ପରେ ପ୍ରଭୁ ଲଙ୍କପତି ପ୍ରଭୁ ଏ ହେଉଛନ୍ତି ଲଙ୍କପତି ରାବଣର ମନ୍ତ୍ରୀ ଜଣେ ସୁକ ସାରଣ। ଏ ଆମେ ସଭା କରିବା ମଧ୍ୟରେ ଏ ଆସି ପ୍ରବେଶ ହେଉଛନ୍ତି ମର୍କଟ ବେଶରେ। ପ୍ରଭୁ ଏହାଙ୍କର ସୁବିଚାର କରନ୍ତୁ। মুখে হস্ত দেই কর্ণে কহে বিভীষণ নিত্রে চিহ্ন দিয়ে সরে মারিবি রাবণ বৈদেহী ধারে মন ଦେଇଛନ୍ତି ପୁଣ ଅନଙ୍ଗ ନରେନ୍ଦ୍ର କହେ ଅଷ୍ଟ
ବିଭୀଷଣେ ଆଜ୍ଞା ଦେଲେ ଅଯୋଧ୍ୟା ରାଜନ ସୁକସାରଣଙ୍କର ପିତାଅ ବନ୍ଧନ ଜଣାଗଲା ରାବଣର ନାହିଁ ତ ବିଚାର ମନ୍ତ୍ରୀ କି ବେଶୀ ଅଛି ଯେ ପରିଣତ ଏ ବିଶ୍ୱରେ ଆପଣଙ୍କର ଜ୍ୟେଷ୍ଠ ଦାଦାଙ୍କର ପାଣ୍ଡିତ୍ୟ ସର୍ବୋତ୍ତମ କିନ୍ତୁ ଯେତେବେଳେ ସୁକସ୍ନାନଙ୍କୁ ମୁଁ ଦେଖୁଛି ସେତେବେଳେ ରାବଣର ପଣ୍ଡିତତା ମୋତେ ଜଣାପଡ଼ୁଛି। ରାବଣର ମନ୍ତ୍ରୀ ଦ୍ୱୟଙ୍କୁ ସେ ଚାର ସଦୃଶ ଏକ ଶତ୍ରୁ ନିକଟକୁ ପ୍ରେରଣ କରୁଛି, ତାର ପାଣ୍ଡିତ୍ୟ ଆଜି ନିଷ୍ଫଳ ହୋଇଯାଇଛି। ଲଙ୍କପତି ପ୍ରଥମେ ସେ ଦ୍ୱୟଙ୍କର ବନ୍ଧନ ଫିଟାଅ। ଏ କଣ କହୁଛନ୍ତି? ସେ ମାୟାବୀତଙ୍କୁ ଧରି ଆମ ଘାଟ ମଧ୍ୟରେ ପ୍ରବେଶ କରିଥିଲେ, ତାଙ୍କୁ ତୁମେ କହୁଛ ବନ୍ଧନରୁ ମୁକ୍ତି କରିଦେବା ପାଇଁ? ହେ ଲଙ୍କପତି, ସୁକସ୍ନାନଙ୍କର କୌଣସି ଦୋଷ ନାହିଁ। ରାଜା ଆଦେଶକୁ ପାଳନ କରିବା ପାଇଁ ସେ ଏଠାକୁ ଆସିଛନ୍ତି, ତେଣୁକରି ତାକୁ ବନ୍ଧନ ଫିଟା ଦିଅ ଲଙ୍କପତି। କାରଣ ଦେଖୁଛ ତ ମୋ ପ୍ରଭୁଙ୍କର ବିଚାର। ଆଏ ଫିଟାଇ ଦିଅନ୍ତେ ବେଲି ପାଦ ତଳେ ପଡ଼ି ଉଭା ହୋଇ ରହିଲେ ସେ ଶିଙ୍କର ଯୋଡ଼ି हे अयोध्या नायक ଆମର ପ୍ରଣାମ ଗ୍ରହଣ କର ପ୍ରଭୁ। ଉଠ ସୁବ୍ରମଣ୍ୟ ସାରଣ। ଆଏ ସୁକସାରଣଙ୍କୁ ରାମ କହିଲେ ଶରଣ ବିଭୀଷଣେ କରୁ ଆପେ ଲଙ୍କାର ରାଜନ ତୁମ୍ଭେ ଦୁଇ ମନ୍ତ୍ରୀ ରହିବ ଏହା ପାଶେ ଏବେ ବାହୁଡ଼ିର ତୁମ୍ଭେ ଯାଅ ନିଜ ବାସେ ହେ ସୁକଶରଣ, ପ୍ରଭୁ ଯେବେଠାରୁ ଲଙ୍କପତି ବିଭୀଷଣ ନିଜ ରାଜ୍ୟରୁ ବିତାଡ଼ିତ ହୋଇ ମୋ ପାଖରେ ଶରଣାପନ୍ନ ହୋଇଛନ୍ତି, ସେଇଦିନ ଠାରୁ ସମସ୍ତ ଦଶଦିଗ ପାଳନକୁ ସାକ୍ଷ୍ୟ କରି ଏ ରାମ ପ୍ରତିଜ୍ଞା କରିଛି, ଲଙ୍କପତି ରାବଣକୁ ବିନାଶ କରି ଲଙ୍କାର ରାଜା ସିଂହାସନରେ ବିଭୀଷଣଙ୍କୁ ରାଜା ରୂପ ଅଭିଷିକ୍ତ କରାଇବ। ଯେତେବେଳେ ଏ ସତ୍ୟକୁ ପ୍ରତିପାଳିତ ହେବ, ସେତେବେଳେ ବିଭୀଷଣ ଲଙ୍କା ରାଜ୍ୟ ସିଂହାସନରେ ଅଭିଷିକ୍ତ ହେବେ ଏବଂ ତମେ ଦ୍ୱୟ ମନ୍ତ୍ରିତ୍ୱ ଗ୍ରହଣ କରିବ। ଆଏ ରାବଣକୁ କହିବ ଯେ ଦେଉ ମୋ ସୀତାକୁ ବାହୁଡ଼ି ନ ଯିବି ମୁହିଁ ଅଯୋଧ୍ୟାରେ ସବୁ ଏହା ନ କଲେ ନିଜେ କରିବି ତାକୁ ନାଶ ରକ୍ଷା କରି ନ ପାରିବେ ତାହାକୁ ତ୍ରିଦଶ ହେ ସୁକଶରଣ, ଏଠାରୁ ଯିବା ପରେ ତୁମ ମହାରାଜଙ୍କ ସମ୍ମୁଖରେ ଏଇ କଥା କହିବ, ଯଦି ପଞ୍ଚବଟୀ ଅରଣ୍ୟରୁ ମୋ ସୀତାଙ୍କୁ ସେ ଭୁଲ ବଶତଃ ଅପହରଣ କରି ନେଇଯାଇଛି, ଯଥାଶୀଘ୍ର ଆସି ମୋ ସୀତାଙ୍କୁ ମୋ ହସ୍ତରେ ଅର୍ପଣ କଲେ ମୁଁ ଅଯୋଧ୍ୟାକୁ ଚାଲିଯିବି। ଯଦି ତାହା ନ ହୁଏ, ଲଙ୍କାର ରଣାଙ୍ଗନରେ ରାବଣକୁ ବିନାଶ କରି ଯମପୁତ୍ର ଯାତ୍ରୀ ସଜାଇ ଦେବି। ଏହା କହିବ ସୁକଶରଣ। ପ୍ରଭୁ ଶ୍ରୀରାମଙ୍କୁ ମାନ୍ୟ କରି ଦୁଇ ମନ୍ତ୍ରୀ ଗଲେ ପ୍ରଭୁ ଆପଣ କହିଥିବା ସମସ୍ତ ବୃତ୍ତାନ୍ତ ମହାରାଜଙ୍କୁ ଆମେ ଜଣାଇ ଦେଉ ପ୍ରଭୁ, ହେଲେ ଏଥିରେ ଆମର କିଛି ଦୋଷ ନାହିଁ ପ୍ରଭୁ। ଆମେ ତ କେବଳ ରାଜାଙ୍କର ଆଦେଶ ମାନି ଆପଣଙ୍କ ପାଖକୁ ଆସିଛୁ ପ୍ରଭୁ। ଆମକୁ ବିଦାୟ ଦିଅନ୍ତୁ ପ୍ରଭୁ, ଆମର ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ। ଆଏ ଶ୍ରୀରାମଙ୍କୁ ମାନ୍ୟ କରି ଦୁଇ ମନ୍ତ୍ରୀ ଗଲେ ଅନଙ୍ଗ ନରେନ୍ଦ୍ର ଏ ରଥରେ ଭାଇ ବୋଲେ ଜୟ
ସାରଣ ବାହୁଲ୍ୟ ଜଣାଇଲେ ଭୋ ପ୍ରଭୁ ରାବଣ ଆକାଶ ନଦୀ କୁମ୍ଭ ପର୍ବତ କାରଣ ଜଳନିଧି ବେଳାତି ପୂରିତ କବି ସୈନ୍ୟ ମହାରାଜଙ୍କର ଜୟ। ମହାରାଜ ଆପଣ ଯୋଉ ଦୟାମନ୍ତ୍ରୀ ଶୁକ ସାରଣଙ୍କୁ ସେଇ ରାମଙ୍କ ନିକଟକୁ ପଠାଇଥିଲେ କେତେକ ସଂଖ୍ୟକ ଭଲୁକ ମର୍କଟ ଅଛନ୍ତି ଗଣନା କରିବା ପାଇଁ ମହାରାଜ। ସେ ବର୍ତ୍ତମାନ ଆସି ଉପସ୍ଥିତ ଅଛନ୍ତି ମହାରାଜ। ଦୂତ କୁହ ଶୁକ ସାରଣ। ମହାରାଜ ପ୍ରଭୁ ଏତେ ସୈନ୍ୟବଳ ରଖିଛନ୍ତି ଯେ ନଦୀ ନାଳ ସ୍ୱର୍ଗ ଗଛ ସବୁଆଡେ ଫୁଲ ହେଇକି ଅଛି ବାନର ତ ପୁରା ଫୁଲ ହେଇକି ଅଛନ୍ତି। କାରଣ ଏହା କଣ ସତ୍ୟ? ହଁ ପ୍ରଭୁ, ହେ ଲଙ୍କପତି, ସେତୁବନ୍ଧ ପ୍ରତିଷ୍ଠା କରି ସେଇ ଅଯୋଧ୍ୟା ଦେଶର ରାମଚନ୍ଦ୍ର ସମସ୍ତ କପି ଭଲୁକ ମର୍କଟ ଜଳ ସ୍ଥଳ ଆକାଶ ପାହାଡ଼ ପର୍ବତ ଅଗଣା ସୈନ୍ୟ ପ୍ରଭୁ। ହେ ମହାରାଜ, ବହୁତ ବହୁତ ସୈନ୍ୟ ଅଛନ୍ତି ପ୍ରଭୁ। ସଂଖ୍ୟା କରି କହିବାକୁ କେହି ବା ଭାଜନ ବିଭୀଷଣ ଆମ୍ଭଙ୍କୁ ଚିହ୍ନାଇ ଗହନ ବାନ୍ଧି ରାମଙ୍କ ଛାମୁରେ କେତେ ମହାତ୍ମନ ଆଜ୍ଞା ଦେଲେ ଫେରି ଦିଅ ଏହାଙ୍କ ବନ୍ଧନ ମହାରାଜ, ଆମେ ଯେତେବେଳେ ସୈନ୍ୟ ଗଣନା କରିବା ପାଇଁ ଏ ଛଦ୍ମ ବେଶରେ ମର୍କଟ ବେଶରେ ସେ ସୁବଳୟା ପର୍ବତକୁ ଗଲୁ, ସେଠାରେ ଆପଣଙ୍କ ସାନ ଭାଇ ବିଭୀଷଣ ଆମକୁ ଚିହ୍ନି ପାରି ଆମକୁ ବନ୍ଧନ କଲେ, ଆଉ ବନ୍ଧନ କରି ନେଇ ସେ ରାମ ପାଖକୁ ନେଇଗଲେ ଆମକୁ ପ୍ରଭୁ। ହେଲେ ବନ୍ଧନ ମୁକ୍ତ ହୋଇନ ବାହାରତେ ତହୁଁ ତୁମ୍ଭଠାକୁ କହିଛନ୍ତି ରାମ ମହାବାହୁ ସୀତାଙ୍କୁ ଦେଲେ ବାହୁଡ଼ି ଯିବେ ନିଜ ପୁର ନଦେଲେ ଅଯଶ ହେମ ଶୁଣ ଲଙ୍କେଶ୍ୱର ଆପଣଙ୍କ ସାନ ଭାଇ ବିଭୀଷଣ ଆମକୁ ବନ୍ଧନ କରି ନେଇ ପ୍ରଭୁ ରାମଚନ୍ଦ୍ରଙ୍କ ପାଖକୁ ଦେଲେ। ସେ ମର୍ଯ୍ୟାଦା ପୁରୁଷ ଆମ ବନ୍ଧନକୁ ଆମକୁ ମୁକ୍ତ କଲେ। ହେଲେ ଆସିବା ପରେ ଆମକୁ ସମ ବୃତ୍ତାନ୍ତ କହିଛନ୍ତି, ଯଦି ଆପଣ ତାଙ୍କ ପତ୍ନୀକୁ ସସମ୍ମାନେ ଫେରାଇ ଦେବେ, ସେ ତାହେଲେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ନ ଫେରାଏ ଆଉ ଯଦି ନ ଫେରାଏ ତାହେଲେ ଆପଣଙ୍କ ସବଂଶ ସହିତ ଆପଣ ଲଙ୍କାପୁରକୁ ସେ ଧ୍ୱଂସ ବିଧ୍ୱସ୍ତ କରିଦେବେ। ମହାରାଜ, ହେମନ୍ତ ଶୁଣି ରାବଣ କ୍ରୋଧରେ ପ୍ରଜ୍ୱଳି ଗିରି ମନ୍ତ୍ରୀ ବରକୁ ସେ ଦେଲା ବହୁ ଗାଳି ସଭାରେ ଶତ୍ରୁର ଯଶ ପ୍ରକାଶ କରୁଛ କେବଳ ବୁଦ୍ଧିରେ ତୁମ୍ଭେ ମନ୍ତ୍ରୀ ବୋଲାଉଛ ମହାରାଜ, ଆମର କଥା ମାନନ୍ତୁ ମହାରାଜ। ଏ ଦ୍ୱନ୍ଦ୍ୱରେ ପଡ଼ିବା ପୂର୍ବରୁ ଆପଣ ସୀତାଙ୍କୁ ଫେରାଇ ଦିଅନ୍ତୁ, ଆଉ ଦ୍ୱନ୍ଦ୍ୱ କରନ୍ତୁ ନାହିଁ ମହାରାଜ। ଶାର୍ଦୁଳ ମହାରାଜ, ଏ ଦୁଇ ମନ୍ତ୍ରୀଙ୍କୁ ମୁଁ ଧିକ୍କାର କରୁଛି। ରାବଣର ମନ୍ତ୍ରୀ ହୋଇ ଏକ ମାନବର ଗୁଣ ଗାୟନ କରୁଛ। ହେ ସୁଖ ଧାରଣ, ସେ ରାମ ଜାଣିନି ଏ ତ୍ରିପୁର ବିଜୟିତ ସାଧନର ଶକ୍ତି କେତେ। ଶୁଣିଣ ସୁଖ ସାରଣ ହୋଇଲେ ମୌନ ଶାର୍ଦୁଳଙ୍କୁ ଚାହିଁ ଆଜ୍ଞା ଦେଲା ଦଶାନନ ଆଜ୍ଞା ପରମାଣେ ସେହୁ ବେଗେ ଚଳି ଗଲା ଉତ୍ତର ଦିଗ ପାଚେରୀ ଉପରେ ଉଠିଲା ଶାର୍ଦୁଳ ମହାରାଜ, ଏ ଦୁଇ ମନ୍ତ୍ରୀଙ୍କର କଥାରେ ମୋର ବିଶ୍ୱାସ ନାହିଁ। ଯାଅ ଉତ୍ତର ଦ୍ୱାର ପାଚେରୀ ଉପରେ ଯାଇ
ରାମର ସୈନ୍ୟକୁ କଳନା କର। ଆଜ୍ଞା ପରମାଣେ ସେହୁ ବେଗେ ଚଳି ଗଲା ଉତ୍ତର ଦିଗ ପାଚେରୀ ଉପରେ ଉଠିଲା ବିଧାତା ଦେବା ଅଞ୍ଜନ ନୟନେ ରଞ୍ଜିଣ ଅଞ୍ଜନ ମୂଳରେ ଦିଶେ ସହସ୍ର ଯୋଜନ ସୁବଳୟା ପର୍ବତରେ ବେଗେ ଦେଲା ଦୃଷ୍ଟି পর্বত সহিত বেলা রুক্ষ কপি ঘটি ইয়ে কি কথা আরে জটাধারে মানব তো একটা সংখ্যক ভল্লুক মর্কট আনিলে কেউঠু ମୁଁ ଯୁଆଡ଼େ ଚାହୁଁଛି ଆକାଶ ନଦୀ ନାଳ ପାହାଡ଼ ପର୍ବତ ଯେଉଁଆଡ଼େ ଚାହୁଁଛି ସବୁ ଦିଗରେ ତ ଖାଲି ଭଲ୍ଲୁକ ମର୍କଟ ଏକଥା ମୁଁ ଯାଇ ମହାରାଜକୁ ଜଣେଇ ଦିଏ ଏତେ ସଂଖ୍ୟକ ଭଲ୍ଲୁକ ମର୍କଟ ଆଇ ବାହୁଡ଼ିର ରାବଣକୁ ସର୍ପ ବୁଝାଇଲା ବଡ଼ ଭଇ ରାବଣ ବଡ଼ ଭି ଆରୋହିଲା মহারাজ সে জটাধারে মানব দ্বয় এতে সংখ্যক ভল্লুক মর্কট দেখ পাখরে রখিছন্তি তাহা কেবে কল্পনা করিহব ନାହିଁ মহারাজ আকাশ বন গিরি লতা যুଆଡ଼େ ଚାହିଁଲେ କଉ ସବୁ ଦିଗରେ ଦେଖିବାକୁ ପାଇଲି କେବଳ ଭଲ୍ଲୁକ ମର୍କଟ ଆଜ୍ଞା ତାହା କେବେ କଳନା କରିହେବ ନାହିଁ ମହାରାଜ দেখিল শ্রীরাম সৈন্য উঁচে ছাড়ে শ্বাস অনঙ্গ নরেন্দ্র ছাত্রে গলা পরকাশ আই শিব বলুছন্তি সুর হিমাদ্রি তনুজা হে হিমাদ্রি তনুজা আই সহায়ে বসিয়া বড় শঙ্কা করি তেতিয়া পুত্র নাতি হে ঘেনিল মাধ্য পাত্র মন্ত্রী আই মোহর বাহু বলে স্বর্গরাজ নহর হে স্বর্গরাজ নহর আয় ভয়ঙ্কর দণ্ডবান করিয়ছি দূর লঙ্কেশ্বর হে প্রভু অটে সর্বজগত হে ଶାର୍ଦୁଳ মহারাজ ରାମ ଯେତେ ସୈନ୍ୟ ନେଇ ଆସୁଛି ଆସୁ ମୁଁ ହେଉଛି ତ୍ରିପୁର ବିଜୟୀ ଦଶାନନ ଆଜ୍ଞା ମହାରାଜ ସମସ୍ତ ଦେବତା ମାନଙ୍କୁ ମୁଁ ମୋର ବାହୁବଳ ଦ୍ୱାରା ମୋ ପଦ ତଳେ ସମସ୍ତଙ୍କୁ ଦାସ କରି ରଖିଛି ଆଜ୍ଞା ମହାରାଜ ଶାର୍ଦୁଳ ମହାରାଜ ସେ ରାମର କୌଣସି ସୈନ୍ୟକୁ ମୁଁ କେବେ ହେଲେ ଲଙ୍କା କଡ଼ରେ ରଖିବାକୁ ଦେବି ନାହିଁ আই মর্কটরে সিন্ধু গুণ বন্ধন হইরা হে বন্ধন হইরা আই লঙ্কাপুর বানরে বেষ্টিত পুর হেলা জিনিছিলে দিন দেখে দিন রূপে ଶାର୍ଦୁଳ ଆଜ୍ଞା ମହାରାଜ ଏ ରାମର ରାବଣ ସହିତ ଯୁଦ୍ଧିବାର ଶକ୍ତି ନାହିଁ ରାମ ଭାଇକି ବଦ୍ଧ କରି ଭଲ